ତମେ ତ କୁଣିଆ ମୁଁ ତ କୁଣିଆ ଯାଇଥିଲି ଭାଇ ଶ୍ରୀକ୍ଷେତ୍ର ଯାଇଥିଲି ଭାଇ ଶ୍ରୀକ୍ଷେତ୍ର ଶାଢୀ ଦେଇ ଘର ପାଇଟି ତୁମେ ତ କୁଣିଆ ମୁଁ ତ କୁଣିଆ ଆଜି ଭେଟା ଭେଟି ହେଇଛି ମହାପ୍ରଭୁଙ୍କର ଘର ଲକ୍ଷେ 60,080 କୁମର ଭାରତ ଯୁଦ୍ଧ ବେଳେ ଯେତେବେଳେ ହୋଇବ ଆରମ୍ଭ ଶକୁନି ମନ୍ତ୍ରୀ କହିଲା ଖେ ଭରଜା ଶୁଣ ପାଣ୍ଡବଙ୍କ ସଖା ବୋଲନ୍ତି ରଖରି ପ୍ରଥମରେ ଜାଗ ତୁରେ ତୁ ବରଣ କରି ମାମୁର କଥାରେ ସେ ଦିନ ହେ ଦୁର୍ଯ୍ୟୋଧନ ହରିକୁ ମରିବାକୁ କରିଲା ଗମନ ଜାଣି କରି ନାରାୟଣ ହେ ଶୋଇ ପଡ଼ିଲେ ଜାଣି କରି ନାରାୟଣ ପୁଣି ଶୋଇ ଗଲେ ଦୁର୍ଯ୍ୟୋଧନ ଯାଇଛି ପୁଣି ବରଣ ଇଚ୍ଛାରେ ସେଦିନ ଦୁର୍ଯ୍ୟୋଧନ ମନେ ବିଚାର ଗଲା ଶୋଇଛନ୍ତି ଭିତରେ ପ୍ରଭୁ ଜଗା ଗୋଳା ମୁଣ୍ଡ ତଳେ ବସିଲା ଭାନୁମତି ପତି ମୁଣ୍ଡ ତଳେ ବସିଲା ଭାନୁମତି ପତି ଏ କଥା ଜାଣିଦେଲେ ଧର୍ମ ବୁଝେଛି ଗଲାଣି ଦୁର୍ଯ୍ୟୋଧନ ପ୍ରଭୁଙ୍କୁ ବଳିବାକୁ ଏ କଥା ଦେଖୁଛି ଜାଣିଲେ ମହାପ୍ରଭୁ ଅର୍ଜୁନକୁ ଡାକି କହନ୍ତି ଯୁଧିଷ୍ଠିର କୃଷ୍ଣକୁ ମରିବାକୁ ଗଲାଣି କୁରୁବୀର ଆରେ ଅର୍ଜୁନ ଚଞ୍ଚଳରେ ଯିବୁ ଏ ଦୁଃଖ କଥା ତୁ ପ୍ରଭୁଙ୍କୁ କହିବୁ ଡାକି ଆଣିବୁ ଭାରତ ସଂଗ୍ରାମ ଆମର ବରଣଙ୍କର କୃଷ୍ଣଙ୍କୁ ଦୁର୍ଯ୍ୟୋଧନ ପ୍ରଥମରେ ଗଲା ନାରାୟଣ ଜାଣିକିରି ଶୋଇପଡ଼ିଲେ ଦୁର୍ଯ୍ୟୋଧନ କହିଲା ଗୋଟେ ଶୋଇବା ଲୋକ ଉଠେଇବି କାହିଁକି ମୁଣ୍ଡ ତଳେ ବସି ପଡ଼ିଲା ଏକାରେ ଯୁଧିଷ୍ଠିର ମହାରାଜା କହିଲେ ଆରେ ଅର୍ଜୁନ ତୁ ଯାଉନୁ ପ୍ରଭୁକୁ ବରଣ କରି ଆସିବୁ ସେତେବେଳେ ଅର୍ଜୁନ ଗଲେ ପଛରେ ଆଗେ ଯାଇଛି ଦୁର୍ଯ୍ୟୋଧନ ଦେଖିଲେ ମହାପ୍ରଭୁ କୃଷ୍ଣ ଶୋଇଛନ୍ତି ଅର୍ଜୁନ ବିଚାର କଲେ ମୋର ପ୍ରଭୁ ଶୋଇଛନ୍ତି ପାଦ ତଳେ ବସିଲା ଅର୍ଜୁନ ମୁଣ୍ଡ ତଳେ ବସିଛି ଦୁର୍ଯ୍ୟୋଧନ ପ୍ରଭୁ ତ ଶୋଇଛନ୍ତି କେତେ ସମୟ ଆଖି ମଳି ମଳି ଜାଣି ଯେତେବେଳେ ଅର୍ଜୁନ ବସି ପଡ଼ିଲେ ଉଠି ପଡ଼ିଲେ ଆଗକୁ ନଜର ପଡ଼ିଲା ଅର୍ଜୁନ ତ ବସିଛ କେତେବେଳୁ ଆସିଲଣି ଦୁର୍ଯ୍ୟୋଧନ କହିଲା ମୁଁ ଆଗରେ ଆସିଲି ନା ତମେ ହଁ ହଉ ଯାହା ଭଲ ହେଲା ଆସିଲ ତମେ ଆସିଲ ସେତେବେଳେ ଅର୍ଜୁନ କହିଲେ ତମେ ଯେମିତି ମୁଁ ସେମିତି ମୁଁ ଆସିଛି କୃଷ୍ଣଙ୍କୁ ବରଣ କରିବାକୁ ତମେ ଆସିଛ କୃଷ୍ଣଙ୍କୁ ବରଣ କରିବାକୁ ସେ ତ ଇଚ୍ଛା ଠାକୁର ଯାହା ପଟେ ଯାଉଛନ୍ତି ଜାଣନ୍ତୁ ତେଣୁ ନାରାୟଣ ଜାଣିଦେଲେ ଯେ ଦୁର୍ଯ୍ୟୋଧନ ପଟକୁ ମୁଁ କେବେ ହେଲେ ଯିବିନି ଆକୁ କେମିତି ଠକିବି କେମିତି ସେତେବେଳେ ନାରାୟଣ କହିଲେ ହେ ଦୁର୍ଯ୍ୟୋଧନ ମୋର ତ ଭାଇ ମନା କରିଛନ୍ତି ମୁଁ କୁରୁକ୍ଷେତ୍ରରେ ଯୁଦ୍ଧ କରିବିନି ମୋ ପାଖରେ ଦିଟା କଥା ଅଛି ନାରାୟଣୀ ସେନା ଅଛନ୍ତି ଆଉ ମୁଁ ଗୋଟେ ପଟ ଅଛି ମୁଁ ତ ଯୁଦ୍ଧ କରିବିନି ନାରାୟଣ ସେନା ବୋଲେ ଯେତେ ସୈନ୍ୟ କହିଲେ ମାରିବି ବଡ ବଡ କ୍ଷତ୍ରିୟ ମାନଙ୍କୁ ମାରିବେ ନାରାୟଣ ସେନାକୁ ନବ ନା ମତେ ନବ ଦୁର୍ଯ୍ୟୋଧନ କହିଲା ଇଏ ତ ଗଲେ ମୋର କିଛି କାମ କରିବନି କେତେ ଖାଇବ କିଛି ନାହିଁ ନାରାୟଣ ସେନାକୁ ଦେଇଦେଲେ ଅର୍ଜୁନ ପଚାରେ ତମେ କଣ ନବ ନା ପ୍ରଭୁ ତମେ ମୋର ଯଥେଷ୍ଟ ଆପଣ ମୋର ରଥରେ ବସିଥାନ୍ତୁ ମୋ ନିକଟରେ ବସନ୍ତୁ ମୋର ସୈନ୍ୟ ଦରକାର ନାହିଁ ତେଣୁ ସେତେବେଳେ ଅର୍ଜୁନ କହିଲା ତମେ ତ ପୁଣିଆ ମୁଁ ତ ପୁଣିଆ ସବୁ ପାଇଟି ଛାଡିକି ଆସିଲି ଏଇଠି କୁରୁକ୍ଷେତ୍ର କି ପ୍ରଭୁଙ୍କର କ୍ଷେତ୍ରକୁ ତେଣୁ ତମେ ଯେମିତି ମୁଁ ସେମିତି ତମେ ଆସ ବରଣ କରିବାକୁ ମୁଁ ଆସିଛି ବରଣ କରିବାକୁ ତମେ ତ ପୁଣିଆ ମୁଁ ତ ପୁଣିଆ ଆଜି ଭେଟା ଭେଟି ଦୁର୍ଯ୍ୟୋଧନ ଅର୍ଜୁନ ଭେଟା ଭେଟି ହେଇଥିଲେ ଭାରତ